ସମସ୍ତଙ୍କୁ ନମସ୍କାର। ମୁଁ ଭବେଶ ଚନ୍ଦ୍ର ଦେହୁରୀ, ଶିକ୍ଷକ ପ୍ରଶିକ୍ଷକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମୟୂରଭଞ୍ଜ ବାରିପଦା। ପିଲାମାନେ, ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପାଠ 2ରେ ଥିବା ପ୍ରସଙ୍ଗ ମାଡ଼ହାଣ୍ଡି କଥା ପଢିବା। ପୂର୍ବରୁ ଆମେ ଭାଗ 6 ପଢି ସାରିଛୁ। ଆଜି ଆମେ ଭାଗ 7 ପଢିବା। ପିଲାମାନେ, ଆମେ ଭାଗ 7 ଆରମ୍ଭ କରିବା ପୂର୍ବରୁ ଟିକେ ପୂର୍ବ ପାଠର ଆଲୋଚନା କରିଦେବା। ପିଲାମାନେ, ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? କହିଲ ଦେଖି। ଏ ଚିତ୍ରରେ ଆମେ ଦେଖିପାରୁଛୁ ଚକୁଳିଆ ପଣ୍ଡା ହାଣ୍ଡିର ଢାଙ୍କୁଣୀଟି ଖୋଲି ଦେଇଛି ଏବଂ ଢାଙ୍କୁଣୀଟି ଖୋଲିବା ମାତ୍ରେ ଚକୁଳିଆ ପଣ୍ଡା ଉପରେ ମାଡ଼ ବୃଷ୍ଟି ଆରମ୍ଭ ହୋଇଛି। ଆଉ ମାଡ଼ରେ ବିଧା, ଗଇଁଠା, ଚାପୁଡା, କହୁଣୀ, ଚିମୁଟା, ରାମ୍ପୁଡା, କାମୁଡା ଚକୁଳିଆ ପଣ୍ଡା ଉପରେ ଲଦି ହେଇଯାଉଛି। ଏ ବିଷୟରେ ଆମେ ପୂର୍ବ ପାଠରେ ଆଲୋଚନା କରିଥିଲୁ ମଧ୍ୟ। କେମିତି ଚକୁଳିଆ ପଣ୍ଡା ଉପରେ ବିଧା, ଗଇଁଠା, ଚାପୁଡା, କହୁଣୀ, ଚିମୁଟା, ରାମ୍ପୁଡା, କାମୁଡା କିପରି ଲଦି ହେଇଯାଉଥାଏ। ପିଲାମାନେ, ସେହିପରି ଆମେ ପରବର୍ତ୍ତୀ ଚିତ୍ରକୁ ଯିବା। ପିଲାମାନେ, ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? ହଁ, ଏଣେ ଚକୁଳିଆ ପଣ୍ଡାକୁ ତ ମାଡ଼ ବୃଷ୍ଟି ହେଉଥାଏ। ସମୁଦ୍ର ଜୁଆର ମାଡ଼ି ଆସିଲା ଭଳିଆ ମାଡ଼। ଏ ସମୟ ଭିତରେ ଚକୁଳିଆ ପଣ୍ଡା ମୁଣ୍ଡକୁ ଗୋଟେ ବୁଦ୍ଧି ପଶିଛି। ସେ ଝଟପଟ ଜୀବନ ବିକଳରେ ହାଣ୍ଡି ଉପରେ ଢାଙ୍କୁଣୀଟି ଘୋଡେଇ ପକେଇଛି। ଫଳରେ କିଏ ରାଣ ଦେଲା ଭଳି ମାଡ଼ ବୃଷ୍ଟି ଥମିଛି ଏବଂ ଚକୁଳିଆ ପଣ୍ଡା ଟିକେ ନିଶ୍ୱାସ ମାରିଛି। ପ୍ରବଳ ମାଡ଼ ଭିତରେ ଚକୁଳିଆ ପଣ୍ଡା ତା ମୁଣ୍ଡକୁ ଗୋଟେ ବୁଦ୍ଧି ପଶିଛି ଏବଂ ସେଇ ମଧ୍ୟରେ ସିଏ ହାଣ୍ଡିର ଢାଙ୍କୁଣୀଟି ଘୋଡେଇ ପକେଇଛି। ଫଳରେ କଣ ହେଇଛି? ତା ଉପରେ ବର୍ଷୁଥିବା ମାଡ଼ର ପ୍ରଭାବ ବନ୍ଦ ହେଇଯାଇଛି ଏବଂ ଚକୁଳିଆ ପଣ୍ଡା ଟିକେ ନିଶ୍ୱାସ ମାରିଛି। ପିଲାମାନେ, ସେହିପରି ଆମେ ପରବର୍ତ୍ତୀ ଚିତ୍ରକୁ ଯିବା। ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? ମାଡ଼ ବୃଷ୍ଟି ଥମିଗଲା ପରେ ଚକୁଳିଆ ପଣ୍ଡା ଟିକେ ନିଶ୍ୱାସ ମାରିଛି। ମାଡ଼ ଖାଇ ତା ଦେହ ହାତ ଫୁଲି ଯାଇଥାଏ। ରାଗରେ କମ୍ପମାନ ହେଉଥାଏ। କିଏ ମାଇଲା ବୋଲି ତ ସେ କାହାକୁ ଦେଖିନି, କାହା ଉପରେ ଦାଉ ସାଧିବ? ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ? ମାରୁଥାଏ ଚୁଲି ମୁହଁକୁ। ସେମିତି ଚକୁଳିଆ ପଣ୍ଡା ତା ମା ଉପରେ ରାଗରେ ଜୋର ଜୋର ହେଉଥାଏ। ତା ମନ କଥା ମନେ ରଖି ସେ ହାଣ୍ଡିଟିକୁ ଉଠେଇ ଘରକୁ ଚାଲିଲା। ପିଲାମାନେ, ଏଠି ଗୋଟିଏ ଲୋକ କଥା ଅଛି, ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ? ମାରୁଥାଏ ଚୁଲି ମୁହଁକୁ। ଏହାର ଅର୍ଥ ହେଲା, ଯେତେବେଳେ ଜଣେ ଲୋକ ଉପରୁ ଦୁଃଖ କିମ୍ବା ଅନ୍ୟାୟ ସହେ, ସେ ତାହାକୁ ଫେରାଇ ପାରେନି। ତେଣୁ ସେ ତାର ରାଗ ବା ରୋଷକୁ ଅନ୍ୟ କାହାକୁ କିମ୍ବା ଜଡ଼ ବସ୍ତୁ ଉପରେ ବାହାର କରେ। ଅର୍ଥାତ୍ ଯେଉଁଠି ଦୁଃଖ ମିଳେ ସେଥିରେ ଅସହାୟ ଲୋକ ତାହାକୁ ଅନ୍ୟ କାହାକୁ ବା ଅନ୍ୟ କିଛି ଉପରେ ବାହାର କରେ। ଚକୁଳିଆ ପଣ୍ଡା ମାଡ଼ ଖାଇଲା ବେଳେ ସେ କାହାକୁ ତ ଦେଖିନି। ତେଣୁ ସେ ତାର ରାଗକୁ କାହା ଉପରେ ଦାଉ ସାଧିବ? ତେଣୁ ସେ କଣ କଲା ନା, ତା ମା ଉପରେ ରାଗ ଜର ଜର ହେଲା ଏବଂ ତା ମନ କଥା ମନେ ରଖି ସେ ହାଣ୍ଡିଟିକୁ ଉଠେଇ ନେଇ ଘରକୁ ଚାଲିଲା। ପିଲାମାନେ, ସେହିପରି ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? ଚକୁଳିଆ ପଣ୍ଡା ନୀତି ଯେମିତି ହାଣ୍ଡିଟିକୁ ନେଇ ଶିକା ଉପରେ ଥୋଇଦିଏ, ସେମିତି ହାଣ୍ଡିଟିକୁ ଶିକା ଉପରେ ରଖି ଦଉଛି। ସିଏ ତ ମାଡ଼ ଖାଇ ଆସିଛି, ତେଣୁ ହାଣ୍ଡି ଭିତରେ ମାଡ଼ ମଧ୍ୟ ଥାଏ। ତେଣୁ ସେ ରାଗ ଜର ହେଇ ଆସି ଘରେ ପହଞ୍ଚିଛି ଏବଂ ଘରେ ପହଞ୍ଚିଲା ପରେ ସେ ହାଣ୍ଡିଟିକୁ ଶିକା ଉପରେ ଥୋଇଛି।
ପିଲାମାନେ ଏ ଚିତ୍ର ଦେଖି ଆମେ କଣ ଜାଣିପାରୁଛୁ? ଚକୁଳିଆ ପଣ୍ଡା ହାଣ୍ଡିଟିକୁ ଶିକା ଉପରେ ରଖିଦେବା ପରେ ଭିକ ମାଗିବାକୁ ଘରୁ ବାହାରି ଯାଉଛି। ସବୁଦିନ ପରି ସେ ତ ଆଉ ହାଣ୍ଡିରୁ କ୍ଷୀରି ପୁରୀ ମହୁର ଏସବୁ ଖାଦ୍ୟକୁ ଖାଇବାକୁ ପାଇନଥିଲା। ତେଣୁ ତା ବଦଳରେ ସିଏ ମାଡ଼ ଖାଇଥିଲା। ତେଣୁ ଭୋକ ପ୍ରବଳ ହଉଥାଏ। ତେଣୁ ସେ କଣ କଲା, ପୁଣି ହାଣ୍ଡିଟିକୁ ଶିକାରେ ରଖିଦେଇ ସେ ଭିକ ମାଗିବାକୁ ଘରୁ ବାହାରି ଗଲା। ପିଲାମାନେ ଆଜି ଆମେ ପୂର୍ବ ପାଠର ତ ଆଲୋଚନା ସାରିଲେ, ଏବେ ଆମେ ଆଜିର ପାଠ ବିଷୟରେ ପଢିବା। ତା ମା ତ ଘରେ ନଥାଏ। ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠୁ ମା ଜମାରୁ ଦୁଃଖ ଧନ୍ଦା କରିବାକୁ ନାହିଁ। ଗାଁ ଯାକ ଅଷ୍ଟଦଣ୍ଡ ପାଠ ଭଳିଆ ଦାଣ୍ଡି ମାରୁଥାଏ। ଘରକୁ ଆସି ଶିକାରୁ ହାଣ୍ଡି କାଢି ଭୋଜନ ମାରୁଥାଏ। ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ। ଘର ଭିତରକୁ ପଶି ଚାହିଁଲା ବେଳକୁ ଶିକାରେ ହାଣ୍ଡିଟି ନୀତି ଭଳିଆ ଥୁଆ ହୋଇଛି। ସେ ତ ମାଇପି ଲୋକ, ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିବ? ପିଲାମାନେ ଏଠି କେତୋଟି କଠିନ ଶବ୍ଦ ଅଛି, ତା ବିଷୟରେ ଆଲୋଚନା କରିବା। ଦାଣ୍ଡି ମାରିବା ଅର୍ଥ ଦାୟିତ୍ୱ ଏଡ଼ାଇବା ବା କାମଠାରୁ ପଳାଇବା। ଯଦି ଆମେ ଆକୁ ବାକ୍ୟରେ ବ୍ୟବହାର କରିବା, ବାକ୍ୟଟି ହେବ ମଳୟ ଅଫିସ ଯିବାର ଥିଲା କିନ୍ତୁ ଦାଣ୍ଡି ମାରିଦେଲା। ଏହାର ଅର୍ଥ ମଳୟକୁ ଅଫିସ ଯିବାର ଥିଲା କିନ୍ତୁ ସେ ତାର ଦାୟିତ୍ୱ ଏଡ଼ାଇ ଦେଇ ସେ ଜାଗାକୁ ଗଲା ନାହିଁ। ତେଣୁ ଏଠି କୁହାଯାଇଛି ମଳୟ ଅଫିସ ଯିବାର ଥିଲା କିନ୍ତୁ ଦାଣ୍ଡି ମାରିଦେଲା। ସେହିପରି ଅନ୍ୟ ଏକ ଶବ୍ଦ ଅଷ୍ଟଦଣ୍ଡ ପାଟ, ଯାହାର ଅର୍ଥ ବିନା କାମରେ ସବୁଆଡେ ବୁଲୁଥିବା ବ୍ୟକ୍ତି। ଏ ଶବ୍ଦକୁ ଯଦି ଆମେ ବାକ୍ୟରେ ବ୍ୟବହାର କରିବା, ରମେଶ ଅଷ୍ଟଦଣ୍ଡ ପାଟ ଭଳି ଗାଁରେ ଦାଣ୍ଡି ମାରୁଛି। ଅର୍ଥ ରମେଶ ବିନା କାମରେ ସବୁଆଡେ ବୁଲୁଛି। ତାର ଦାୟିତ୍ୱ ଏଡ଼ାଇ ଦେଇ ସେ ତାର କାମ ନକରି ସବୁଆଡେ ବୁଲୁଛି। ତାପର ଶବ୍ଦ ଛନ୍ଦମନ୍ଦ, ଅର୍ଥ ଛଳ କପଟ ବା କୌଶଳ। ଏ ଶବ୍ଦକୁ ଯଦି ଆମେ ବାକ୍ୟରେ ବ୍ୟବହାର କରିବା, ବାକ୍ୟଟି ପଦ୍ମିନୀକୁ ଛନ୍ଦମନ୍ଦ ଜଣା ନାହିଁ। ଅର୍ଥାତ୍ ପଦ୍ମିନୀକୁ ଛଳ କପଟ କିମ୍ବା କୌଶଳ ଜଣା ନାହିଁ। ପିଲାମାନେ ହାଣ୍ଡିଟିକୁ ଶିକାରୁ ଥିରି କରି ଓହ୍ଲେଇ ଆଣି ଯେମିତି ତେଲୁଣିଟିକି ସେ ହାଣ୍ଡି ମୁହଁରୁ କାଢିଛି, ଆଉ ବୁଢୀ ଯାଏ କୁଆଡେ? ହେଲା ତ ମାଡ଼ ଉପରେ କୁଆପଥର ଛେଚିଲା ଭଳିଆ ମାଡ଼। ଦୁଲ ଦାଲ ଗୋଟା ଉପରେ ଗୋଟେ ବାଜି ଯାଉଥାଏ। ଇଲୋ ବାପଲୋ ମରିଗଲିଲୋ ହେଲା ବେଳକୁ ପିଠିରେ ଫେରେ ଦିଟା ବସୁଥାଏ। ଆଲୋ ମାଲୋ ମରିଗଲି ହେଲା ବେଳକୁ କଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ। ପିଲାମାନେ ତେବେ ବୁଢୀ ଶିକାରୁ ହାଣ୍ଡିଟିକୁ ବାହାର କରିଛି ଏବଂ ହାଣ୍ଡିଟି ଆଣି ଓହ୍ଲେଇ ଆଣି ଯେମିତି ତେଲୁଣିଟିକୁ କାଢିଛି, ତାପରେ ପ୍ରବଳ କୁଆପଥର ଛେଚିଲା ଭଳିଆ ମାଡ଼ ବୃଷ୍ଟି ହେଇଛି। ଦୁଲ ଦାଲ ଗୋଟା ଉପରେ ଗୋଟା ବାଜି ଯାଉଛି। ଆଉ ବୁଢୀ ପ୍ରାଣ ବିକଳରେ ଇଲୋ ବାପଲୋ ମରିଗଲିଲୋ ହେଲା ହଉଥାଏ। ଏହି ସମୟରେ ପୁଣି ପିଠିରେ ମାଡ଼ ବସୁଥାଏ। ଆଲୋ ମାଲୋ ମରିଗଲିଲୋ
ଏଇଭଳି ଚିତ୍କାର କରୁଥିବା ବେଳେ ପୁଣି କଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ। ପିଲାମାନେ, ଏଠାରେ ଗୋଟିଏ ନୂତନ ଶବ୍ଦ ଅଛି, ପୁଞ୍ଜାଏ। ଆସ ତା ବିଷୟରେ ଜାଣିବା। ପୁଳାଏ, ଏହାର ଅର୍ଥ ପୁଳାଏ, ଯାହାକୁ ଆମେ ପରିମାଣ ଅର୍ଥରେ ବ୍ୟବହାର କରୁଛୁ। ଉଦାହରଣ ଯେପରିକି ଆମେ ନେଇପାରିବା ପୁଳାଏ ଟଙ୍କା, ପୁଳାଏ ବାସନ। ଏଇଭଳି ଆମେ ପରିମାଣ ଅର୍ଥରେ ଏ ଶବ୍ଦଟିକୁ ବ୍ୟବହାର କରିପାରିବା। ଏତେ ଶୂନ୍ୟ ଶବ୍ଦ ହଉଥାଏ। କେତେ ଖାଇବୁ ଖା, ଖା କ୍ଷୀରି ବୋଲି ବିଧାଏ, ଖା ପିଠା ବୋଲି ଗଇଁଠେ, ଖା ମୋହୁର ବୋଲି ବ୍ରହ୍ମ ଚାପୁଡ଼ାଏ। ବୁଢ଼ୀ ବିକଳରେ ଦି ହାତ ଆଉଁସି ପକାଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ। ପିଲାମାନେ, ବୁଢ଼ୀ ମାଡ଼ ଖାଇବା ସମୟରେ କଣ ହଉଥାଏ? ଶୂନ୍ୟରୁ ଶବ୍ଦ ହଉଥାଏ, କେତେ ଖାଇବୁ ଖା, ଖା କ୍ଷୀରି ବୋଲି ବିଧାଏ, ଖା ପିଠା ବୋଲି ଗଇଁଠେ, ଖା ମୋହର ବୋଲି ବ୍ରହ୍ମ ଚାପୁଡ଼ାଏ। ଏଇଭଳି ଭାବେ ବୁଢ଼ୀକୁ ପ୍ରତି ଶୂନ୍ୟ ଶବ୍ଦରେ ମାଡ଼ ବସୁଥାଏ। ବୁଢ଼ୀ ବିକଳରେ ଦି ହାତ ଆଉଁସି ପକାଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ। ପିଲାମାନେ, ଏଠାରେ ଗୋଟିଏ ଶବ୍ଦ ଅଛି, ଶବଦ, ଯାହାର ଅର୍ଥ ଶବ୍ଦ। ତାକୁ ଆମେ ଧ୍ୱନି ବୋଲି କହିଥାଉ। ଧ୍ୱନି ଅର୍ଥରେ ଏଠାରେ ବ୍ୟବହାର କରାଯାଇଛି। ଧ୍ୱନିର ପ୍ରତିଶବ୍ଦ ଗୁଡ଼ିକ ସ୍ୱର, ନାଦ, ରବ, ଆବାଜ ଇତ୍ୟାଦି। ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଗଲା। ବୁଢ଼ୀ ଉଠି ପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକାଇଲା। ହାଣ୍ଡି ଉପରେ ଢାଙ୍କୁଣୀ ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହେଇଗଲା। ବୁଢ଼ୀ ଟିକିଏ ନିଶ୍ୱାସ ମାଇଲା, କହିଲା, ଓହୋ, ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି, ଆଜି ପରା ଦିନେ ମାଡ଼ ଖାଇଲି। ୟା ବିଚାରି ସେ ହାଣ୍ଡିକି ନେଇ ତା ବାଡ଼ିଆଡ଼ ଖତ କୁଢ଼ ଗଦାରେ ଲଥ୍ କିନି ରଖିଦେଲା। ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ି କରି ଶୋଇଲା। ପିଲାମାନେ, ବୁଢ଼ୀକୁ ପ୍ରବଳ ମାଡ଼ ଗୁସ୍ତି ହଉଥାଏ। ସେ ସମୟରେ ବୁଢ଼ୀ କଣ କଲା? ତା ମୁଣ୍ଡକୁ ଗୋଟିଏ ଉପାୟ ବା ବୁଦ୍ଧି ଦିଶିଲା। ସେ କଣ କଲା? ସିଏ ଉଠି ପଡ଼ି ହାଣ୍ଡି ଉପରେ ଢାଙ୍କୁଣୀଟି ପକାଇଦେଲା। ପକାଇଦେବା ଫଳରେ କଣ ହେଲା? ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହେଇଗଲା ଏବଂ ସେ ଟିକେ ନିଶ୍ୱାସ ମାଇଲା ଏବଂ ମନେ ମନେ କହିଲା, ଆଜି ସକାଳୁ କାହା ମୁହଁ ଚାହିଁଥିଲି, ଆଜି ପରା ଦିନେ ମାଡ଼ ଖାଇଲି। ୟା ବିଚାରି ସେ କଣ କଲା? ହାଣ୍ଡିଟି ନେଇ ତାର ବାଡ଼ିଆଡ଼ ଖତ କୁଢ଼ ଗଦାରେ ନେଇ ରଖିଦେଲା। ତାପରେ ଘରକୁ ଆସି କବାଟ କିଳି ମୁହଁ ମାଡ଼ି କରି ଶୋଇଲା। ପିଲାମାନେ, ଏଠାରେ ଗୋଟିଏ ଶବ୍ଦ ଅଛି, ପଲମ। ଯାହାର ଅର୍ଥ ମାଟି ପାତ୍ର, ଯାହାକୁ ଘୋଡ଼ଣୀ ଭାବେ ମଧ୍ୟ ବ୍ୟବହାର କରାଯାଏ। ପଲମ ଶବ୍ଦଟି ଆମେ ପୂର୍ବ ପାଠରେ ମଧ୍ୟ ଆଲୋଚନା କରିଛୁ। ପିଲାମାନେ, ଆଜିର ପାଠରେ ଆମେ କଣ କଣ ପଢିଲୁ? ଆଜିର ପାଠରେ ଆମେ ଦେଖିଲୁ ଚକୁଳିଆ ପଣ୍ଡା ଘରେ ନଥାଏ। ତା ମା ଘରେ ଆସି ଦେଖିଲା ବେଳକୁ ଶିକାରେ ନିତିଦିନ ଭଳି ସେଇ ହାଣ୍ଡିଟି ଥୁଆ ହେଇଛି।
ସିଏ କେମିତି ଜାଣିବ ସେ ହାଣ୍ଡି ଭିତରେ କଣ ଅଛି? ସେ କଣ କଲା ନା ହାଣ୍ଡିଟିକୁ ତଳକୁ ଓହ୍ଲାଇ ଆଣି ସେ ହାଣ୍ଡିର ଢଙ୍କଣଟି ଖୋଲି ଦେଇଛି। ଘୋଡ଼ଣଟି ଖୋଲିଦେଲା ପରେ ତାପରେ କଣ ହେଇଥିବ? ତା ଉପରେ ମାଡ଼ ବସି ଯାଉଥାଏ। ବିଧା, ଚାପୁଡ଼ା, ରାମ୍ପୁଡ଼ା, କୁଆପଥର ଛେଚିଲା ଭଳିଆ ମାଡ଼ ହଉଥାଏ। ଦୋଲଦାଲ ମାଡ଼ ବସି ଯାଉଥାଏ। ଆଉ ବୁଢ଼ୀ ଇଲୋ ବାପଲୋ ମରିଗଲିଲୋ ଏଇଭଳିଆ ଚିତ୍କାର କରୁଥାଏ। ଏଇ ଚିତ୍କାର ଭିତରେ ପୁଣି ତା ଉପରେ ମାଡ଼ ବସି ଯାଉଥାଏ। ଆଉ ଶୂନ୍ୟରେ ଶବ୍ଦ ହଉଥାଏ, କେତେ ଖାଇବୁ ଖା, ଖା କ୍ଷୀରି, ଖା ପିଠା। ଏଇ ଶବ୍ଦ ଭିତରେ ତାକୁ ବିଦାଏ, ଗଇଁଠେ, ମାଡ଼ ସବୁ ବସି ଯାଉଥାଏ। ବୁଢ଼ୀ ପ୍ରାଣ ବିକଳରେ ଦେହ ହାତ ଆଉଁସି ପକାଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ। ଏହି ସମୟରେ ବୁଢ଼ୀକୁ ଗୋଟିଏ ବୁଦ୍ଧି ଦିଶିଲା। ସେ କଣ କଲା? ସେ ଉଠି ପଡ଼ି ହାଣ୍ଡି ଉପରେ ପୁଣି ଘୋଡ଼ଣଟି ଘୋଡ଼େଇ ପକେଇଲା। ହାଣ୍ଡିର ଘୋଡ଼ଣଟି ଘୋଡ଼େଇ ପକେଇବା ପରେ ମାଡ଼ର ପ୍ରଭାବ ବନ୍ଦ ହେଲା। ବୁଢ଼ୀ ଟିକେ ନିଶ୍ୱାସ ମାଇଲା ଏବଂ ମନେ ମନେ କହିଲା, ଓହୋ, ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି? ଆଜି ପରା ଦିନେ ମାଡ଼ ଖାଇଲି। ଏହା ବିଚାର କରି ସେ କଣ କଲା? ହାଣ୍ଡିଟିକୁ ନେଇ ତା ବାଡ଼ିଆଡ଼ ଖତକୁଢ଼ ଗଦାରେ ନେଇ ରଖିଦେଲା ଏବଂ କବାଟ କିଳି ଦେଇ ଆସି ଘରେ ମୁହଁ ମାଡ଼ି ଶୋଇଲା। ପିଲାମାନେ, ଆମେ ତ ଭାଗ 8ର ପାଠ ପଢ଼ିଲୁ। ତୁମ ପାଇଁ କିଛି ପ୍ରଶ୍ନ ଅଛି, କହିଲ ଦେଖି। ନିମ୍ନରେ ଦିଆଯାଇଥିବା 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ ଉତ୍ତରଟି ବାଛ। ପ୍ରଶ୍ନ ନମ୍ବର 1, ଚକୁଳିଆ ପଣ୍ଡା ହାଣ୍ଡି ଆଣିବା ଦିନଠୁ ତା ମା କଣ କରୁନଥିଲା? କ ବହୁତ କାମ କରୁଥିଲା। ଖ ଦୁଃଖ ଧନ୍ଦା କରିବାକୁ ଯାଉନଥିଲା। ଗ ଖାଦ୍ୟ ଖାଉନଥିଲା। ଘ ମାଡ଼ ଖାଉଥିଲା। ହଁ, ସଠିକ ଉତ୍ତରଟି ହେଉଛି ଦୁଃଖ ଧନ୍ଦା କରିବାକୁ ଯାଉନଥିଲା। ଚକୁଳିଆ ପଣ୍ଡା ହାଣ୍ଡି ଆଣିବା ଦିନଠୁ ତା ମା ଦୁଃଖ ଧନ୍ଦା କରିବାକୁ ଯାଉନଥିଲା। ପ୍ରଶ୍ନ ନମ୍ବର 2, ମାଡ଼ ଖାଇସାରିବା ପରେ ବୁଢ଼ୀ ହାଣ୍ଡିଟିକୁ ନେଇ କେଉଁଠି ରଖିଲା? କ ଶିକାରେ। ଖ ଘର ବାରଣ୍ଡାରେ। ଗ ବାଡ଼ିଆଡ଼ ଖତକୁଢ଼ ଗଦାରେ। ଘ ଘର ଭିତରେ। ହଁ, ସଠିକ ଉତ୍ତରଟି ହେଉଛି ବାଡ଼ିଆଡ଼ ଖତକୁଢ଼ ଗଦାରେ। ପ୍ରଶ୍ନ ନମ୍ବର 3, ବୁଢ଼ୀ ଘୋଡ଼ଣୀ କାଢ଼ିଲା ପରେ କଣ ଘଟିଲା? କ ଖାଦ୍ୟ ମିଳିଲା। ଖ ଧନ ମିଳିଲା। ଗ ମାଡ଼ ଆରମ୍ଭ ହେଲା। ଘ କିଛି ହେଲାନି। କହିଲ ଦେଖି ପିଲାମାନେ, ଏହାର ଉତ୍ତର କଣ ହବ? ହଁ, ସଠିକ ଉତ୍ତରଟି ହେଲା ମାଡ଼ ଆରମ୍ଭ ହେଲା। ପ୍ରଶ୍ନ ନମ୍ବର 4, ଘୋଡ଼ଣୀ ପକାଇଲା ପରେ କଣ ହେଲା? କ ମାଡ଼ ବଢ଼ିଲା। ଖ ମାଡ଼ ବନ୍ଦ ହେଲା। ଗ ଖାଦ୍ୟ ଆସିଲା। ଘ ଆଲୋକ ହେଲା। କଣ ହେଲା ପିଲାମାନେ? ଘୋଡ଼ଣୀ ପକେଇଲା ପରେ କଣ ହେଲା? ହଁ, ଠିକ କହିଛ। ଖ ମାଡ଼ ବନ୍ଦ ହେଲା। ପିଲାମାନେ, ତମେ ସଠିକ ଆନ୍ସର ଦେଲ। ମୁଁ ଭାବୁଛି ପିଲାମାନେ, ତମେ ସଠିକ ଉତ୍ତର ଦେଲ। ମୁଁ ଭାବୁଛି ତମେ ବିଷୟଟି ଆଜି ଯାହା ପଢ଼ା ହେଲା ତମେ ଭଲସେ ବୁଝିଥିବ।
ପିଲାମାନେ ଏବେ ତୁମ ପାଇଁ କିଛି କାମ ଅଛି, ଆସ ଦେଖିବା। ଧନ୍ୟବାଦ। ଧନ୍ୟବାଦ।